କର୍ଣ୍ଣାଟକର ହସନ ଜିଲ୍ଲା ଅନ୍ତର୍ଗତ ହୌସାଲି ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ଟ୍ରକ୍ଟି ନିୟନ୍ତ୍ରଣ ହରାଇ ଶୋଭାଯାତ୍ରା ଆଡ଼କୁ ମାଡ଼ି ଆସିଥିଲା ଏବଂ ଏହି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ନେପାଳରେ ଅଶାନ୍ତ ବାତାବରଣ ଜାରି ରହିଥିବା ବେଳେ ସ୍ଥାନୀୟ ଜନତାଙ୍କ ଆକ୍ରୋଶର ଶିକାର ହୋଇଛି ଏକ ଭାରତୀୟ ପର୍ଯ୍ୟଟକ ବସ୍। ଉତ୍ତ୍ୟକ୍ତ ଲୋକମାନେ ଭାରତୀୟ ବସ୍କୁ ଆକ୍ରମଣ କରି ବସ୍ରେ ଥିବା ପର୍ଯ୍ୟଟକମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କଠାରୁ ଲୁଟପାଟ କରିଛନ୍ତି। ସମସ୍ତ ପର୍ଯ୍ୟଟକମାନେ କାଠମାଣ୍ଡୁ ସ୍ଥିତ ପଶୁପତିନାଥ ମନ୍ଦିର ବୁଲିବାକୁ ଯାଇଥିଲେ। Preview. Audio Jungle. Preview. ଦକ୍ଷିଣ ଓଡ଼ିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଆନ୍ଧ୍ରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷା ଜାରି ଥିବା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। Preview. କନ୍ଧମାଳ ଜିଲ୍ଲା ଗୋଛପଡ଼ା ଅଞ୍ଚଳର ବେଲାଡାଲି ଛକ ନିକଟରେ ପୁଲିସର ଯାଞ୍ଚ ବେଳେ ଏକ ବୋଲେରୋ ଗାଡିରୁ 108 କିଲୋ ଓଜନର ଗଞ୍ଜେଇ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଗିରଫ ବ୍ୟକ୍ତି ଜଣକ ଗୋଛପଡ଼ା ଥାନା କୁଲିକୁଡା ଗାଁର ମନୋରଞ୍ଜନ ସାହୁ ବୋଲି ସୂଚନା। Preview. କଳାହାଣ୍ଡି ଜିଲ୍ଲା ଲାଞ୍ଜିଗୋଡାଠାରେ ଏସବିଆଇ ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ ବିଫଳ ହୋଇଛି। ସ୍ଥାନୀୟ ବେଦାନ୍ତ ଲିମିଟେଡ ପରିସରରେ ଥିବା ଏସବିଆଇ ଏଟିଏମ୍ ର ସଟର ଭାଙ୍ଗି ସେଥିରେ ସଫଳ ନେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶିବା ସହ ଏଟିଏମ୍ ତାଡି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। Preview. ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସୁରଜ। ବ୍ରହ୍ମପୁର ମେଣ୍ଟୁ ଛକରେ ଯୁବକ ସୁରଜ ସାହୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଗୁରୁତର ଅବସ୍ଥାରେ 2 ଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। Preview. Audio Jungle. Preview. Preview. ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଲେ ଆମ ବସ୍ କର୍ମଚାରୀ। ଠିକ୍ ସମୟରେ ଦରମା ନ ମିଳିବାରୁ ପ୍ରତିବାଦ କରିବା ସହ ଷ୍ଟିୟରିଂ ଛାଡ ଆନ୍ଦୋଳନ କରିଛନ୍ତି ଆମ ବସ୍ର ଡ୍ରାଇଭର। ସ୍ଥାନୀୟ ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ପାଖାପାଖି 43ଟି ବସ୍ ବନ୍ଦ ପଡିଥିବାରୁ ଯାତ୍ରୀମାନେ ଆଜି ହନ୍ତସନ୍ତ ହୋଇଛନ୍ତି। Preview. ରାୟଗଡା ବ୍ଲକ ବିଷ୍ଣୁଗୁଡା ଗାଁରେ ବଜ୍ରପାତ ଘଟି 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ସେମାନେ ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଓ ବିଜୁଳି ମାରିବାରୁ ଏକ କୁଡିଆରେ ଆଶ୍ରୟ ନେଇଥିଲେ ଏବଂ ସେହି ସମୟରେ ବଜ୍ରପାତ ଘଟିଥିଲା। Preview. ବିଜ୍ଞାନ ଜାଲରେ ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା ସେ ଏକ ଜମିରେ ମ୍ୟୁଟେସନ କରିବା ପାଇଁ ନିଜ ଡ୍ରାଇଭରଙ୍କ ଜରିଆରେ 15,000 ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ଭୁବନେଶ୍ୱର ସ୍ଥିତ ଆବାସିକ ଘରୁ 4,73,000 ଟଙ୍କା ଜବତ କରିବା ସହ ଚଢ଼ଉ ଜାରି ରଖିଛି। Preview. Audio Jungle. Preview. Preview. Audio Jungle. Preview.
एवं कटक जिला तिगिरिया ब्लॉक रे पुलिस चोरा देशी मद भाटी उपरे चढ़ाऊ करी 1000 लिटर गुड़ पोच 270 लिटर देशी मद रंधन सामग्री और अन्य उपकरण जबत करिछि एवं एही चोर कारोबार रे संपृक्त जन अभियुक्त को गिरफ्त करी कोर्ट चालाण करिछि। Preview.